ସାମ ସଙ୍ଗୀତ ଅଧ୍ୟାୟ 31। ହେ ପ୍ରଭୁ, ତୁମଠାରେ ମୁଁ ଶରଣାଗତ, ଦିଅ ନାହିଁ କଦାପି ହେବାକୁ ମୋତେ ଲଜ୍ଜିତ। ତୁମ ନୀତି ନିଷ୍ଠାରେ କର ମୋତେ ଉଦ୍ଧାର, ଦିଅ ତୁମେ ମୋ ଆଡ଼କୁ ତୁମ କର୍ଣ୍ଣ, କର ଅତି ଶୀଘ୍ର ସାଧନ ମୋର ପରିତ୍ରାଣ। ହୁଅ ମୋ ପ୍ରତି ଆଶ୍ରୟ ଶୈଳ, ହୁଅ ତୁମେ ରକ୍ଷା ସକାଶେ ମୋର ସୁଦୃଢ଼ ଦୁର୍ଗ। ଅଟ ତୁମେ ମୋର ଶୈଳ ତଥା ଦୁର୍ଗ, କର ତୁମ ନାମ ସକାଶେ ମୋତେ ଆନୟନ, କର ମୋ ପ୍ରତି ପଥ ପ୍ରଦର୍ଶନ। ମୋ ପ୍ରତି ଗୋପନରେ ପାତିଲ ଜାଲରୁ କରାଅ ମୋତେ ବହିର୍ଗତ, କାରଣ ଅଟ ତୁମେ ମୋର ଆଶ୍ରୟ ସ୍ଥାନ। କରେ ମୁଁ ମୋ ଆତ୍ମାକୁ ତୁମ ହସ୍ତେ ସମର୍ପଣ, କରିଅଛ ସାଧନ ପ୍ରଭୁ ହେ ବିଶ୍ୱସ୍ତ ଈଶ୍ୱର ମୋର ପରିତ୍ରାଣ। କରିଅଛ ତୁମେ ବ୍ୟର୍ଥ ପିତୁଳା ସମୂହର ଆରାଧକମାନଙ୍କୁ ବିଦେଶ, କିନ୍ତୁ କରେ ମୁଁ ପ୍ରଭୁଙ୍କଠାରେ ଶରଣ ସ୍ଥାପନ। ନିରନ୍ତର ସ୍ନେହ ତୁମର ସକାଶେ ହେବି ମୁଁ ଆନନ୍ଦିତ, କାରଣ କରିଅଛ ତୁମେ ମୋର ଦୁଃଖ ପ୍ରତି ଦୃଷ୍ଟିପାତ। ହୋଇଅଛ ତୁମେ ମୋ ମନୋଯୋଗୀ, ଦୁର୍ଦ୍ଦଶା ପ୍ରତି ମୋର କର ନାହିଁ ମୋତେ ଶତ୍ରୁ ହସ୍ତେ ସମର୍ପଣ। ବିଶାଳ ସ୍ଥାନେ କରାଇଅଛ ତୁମେ ମୋର ପାଦକୁ ଦଣ୍ଡାୟମାନ। କର ହେ ପ୍ରଭୁ ମୋ ପ୍ରତି କରୁଣା ପ୍ରଦର୍ଶନ, କାରଣ ଦୁଃଖରେ ମୁଁ ପରିପୂର୍ଣ୍ଣ। ଶୋକ ଯୋଗୁଁ ଚକ୍ଷୁ ମୋର କ୍ଷୟ ପ୍ରାପ୍ତ ହୋଇଛି, ମଧ୍ୟେ ନିସ୍ତେଜ ମୋର ଆତ୍ମା ତଥା ଶରୀର। ହୁଏ ଜୀବନ ମୋର ସନ୍ତାପରେ ଅତିବାହିତ, ହୁଏ ମୋର ବର୍ଷ ସବୁ ବିଳାପରେ ଅତିକ୍ରାନ୍ତ। ହୁଏ ଶକ୍ତି ମୋର ଯାତନା ଯୋଗୁଁ କ୍ଷୟ ପ୍ରାପ୍ତ, ହୁଏ ଅସ୍ଥି ସକଳ ମୋର କ୍ଷୟ ପ୍ରାପ୍ତ। ହୋଇଛି ମୁଁ ହାସ୍ୟ ବିଷୟ ଶତ୍ରୁମାନଙ୍କ ପାଶେ, ଅଟେ ମୁଁ ଏକ ବିଭତ୍ସ ବସ୍ତୁ ପ୍ରତିବେଶୀମାନଙ୍କଠାରେ। ମୁଁ ଅଟେ ଆତଙ୍କର ପାତ୍ର ପରିଚିତ ମାନଙ୍କ ନିମନ୍ତେ, କରନ୍ତି ଯେଉଁମାନେ ପଥ ମଧ୍ୟେ ମୋତେ ଦର୍ଶନ, କରନ୍ତି ସେମାନେ ମୋ ସମୀପରୁ ପଳାୟନ। ହୋଇଛି ମୁଁ ମୃତ ତୁଲ୍ୟ ବିସ୍ମୃତ, ଭଗ୍ନ ପାତ୍ରରେ ମୁଁ ପରିଣତ। ଅନେକଙ୍କ ଫୁସୁର ଫାସର କରେ ମୁଁ ଶ୍ରବଣ, ଆତଙ୍କ କରେ ମୋତେ ପରିବେଷ୍ଟନ। ଏକତ୍ରିତ ହୋଇ କରନ୍ତି ସେମାନେ ଚକ୍ରାନ୍ତ ବିରୁଦ୍ଧେ ମୋର, ମୋ ଜୀବନର ବିନାଶାର୍ଥେ କରନ୍ତି ସେମାନେ ଷଡ଼ଯନ୍ତ୍ର। କିନ୍ତୁ ତୁମଠାରେ ହେ ପ୍ରଭୁ ମୁଁ ଶରଣାଗତ, କହେ ମୁଁ ଅଟ ତୁମେ ଈଶ୍ୱର ମୋର। ଆୟୁଷ ମୋର ତୁମ ହସ୍ତେ ସମର୍ପିତ, କର ମୋତେ ମୋର ଶତ୍ରୁ ତଥା ଉତ୍ପୀଡ଼କମାନଙ୍କ ହସ୍ତରୁ ମୁକ୍ତ। ହେଉ ତୁମ ସୁପ୍ରସନ୍ନ ମୁଖମଣ୍ଡଳ ତୁମ ଦାସ ଉପରେ ପତିତ, ନିରନ୍ତର ସ୍ନେହ ତୁମର ଯୋଗୁଁ କର ମୋତେ ମୁକ୍ତ। ତୁମକୁ ଡାକି ହେ ପ୍ରଭୁ କରେ ମୁଁ ନିବେଦନ, ଅପମାନିତ ହେବାକୁ ଦିଅ ନାହିଁ ମୋତେ। ହୁଅନ୍ତୁ ଦୁଷ୍ଟଗଣ ଲଜ୍ଜିତ, ମୂକ ଅବସ୍ଥାରେ ହୁଅନ୍ତୁ ସେମାନେ ପାତାଳରେ ପତିତ। ହେଉ ମୂକ ମିଥ୍ୟାବାଦୀ ଅଧର ସକଳ, ନୀତିନିଷ୍ଠଙ୍କ ବିରୁଦ୍ଧରେ କରନ୍ତି ସେମାନେ ଅବଜ୍ଞା ତଥା ଅହଙ୍କାରେ କଥନ। କରନ୍ତି ଯେଉଁମାନେ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ, ତୁମଠାରେ ଶରଣାଗତ ଯେଉଁମାନେ, ସେମାନଙ୍କ ପ୍ରତି ମନୁଷ୍ୟପୁତ୍ରମାନଙ୍କ ଦୃଷ୍ଟିରେ ତାହା ତୁମ ଦ୍ୱାରା ସମ୍ପାଦିତ। ସେହି ମଙ୍ଗଳ ବିଷୟ କେତେ ବା ମହତ। କରିପାର ତୁମେ ଯେପରି ସେମାନଙ୍କୁ ମନୁଷ୍ୟମାନଙ୍କ ଚକ୍ରାନ୍ତରୁ ରକ୍ଷା, ସେଥି ସକାଶେ କରିଅଛ ତୁମେ ସେମାନଙ୍କୁ ତୁମ ସାନ୍ନିଧ୍ୟର ଛାୟାରେ ଲୁକାୟିତ। କର ତୁମେ ଯେପରି ସେମାନଙ୍କୁ ନିନ୍ଦୁକ ବଚନରୁ ରକ୍ଷା, ସେଥି ସକାଶେ କରିଅଛ ତୁମେ ସେମାନଙ୍କୁ
ତୁମ ଶିବିର ମଧ୍ୟରେ ଲୁକାୟିତ। ହୁଅନ୍ତୁ ପ୍ରଭୁ ଧନ୍ୟ, ଅବରୁଦ୍ଧ ନଗରୀ ମଧ୍ୟରେ ଯେଉଁପରି ସଂଘଟିତ ସେହିପରି ଦୁଃଖ କାଳେ କରିଅଛନ୍ତି ସେ ପ୍ରଦର୍ଶନ ବିସ୍ମୟ ଭାବେ। ନିରନ୍ତର ସ୍ନେହ ମୋ ପ୍ରତି ତାହାଙ୍କର। କଲି ମୋ ଆତଙ୍କ ସମୟେ ହୋଇଛି ମୁଁ ତୁମ ଦୃଷ୍ଟିରୁ ବହିଷ୍କୃତ, କିନ୍ତୁ ସାହାଯ୍ୟ ପାଇଁ ଅନୁନୟ କଲା ସମୟେ କଲ ତୁମେ ମୋର ନିବେଦନ ପ୍ରତି କର୍ଣ୍ଣପାତ। ପ୍ରଭୁଙ୍କର ହେ ସନ୍ଥ ଜନ କର ତାହାଙ୍କୁ ସ୍ନେହ, କରନ୍ତି ପ୍ରଭୁ ବିଶ୍ୱସ୍ତ ବ୍ୟକ୍ତିମାନଙ୍କୁ ସଂରକ୍ଷଣ, କିନ୍ତୁ ଦିଅନ୍ତି ସେ ଅହଙ୍କାରୀମାନଙ୍କୁ ଶାସ୍ତି କଠିନ। ପ୍ରଭୁଙ୍କ ପ୍ରତି ଅପେକ୍ଷାକାରୀ ହେ ସମସ୍ତ ବ୍ୟକ୍ତିଗଣ, ହୁଅ ବଳବାନ, ହୁଅ ତୁମେମାନେ ନିର୍ଭୀକ। ଅଧ୍ୟାୟ 32। ପ୍ରଜ୍ଞାନିକ ସାମ, ଯାହାର ଦୋଷ କ୍ଷମିତ, ଯାହାର ପାପ ଆଚ୍ଛାଦିତ, ସେ ଧନ୍ୟ। କରନ୍ତି ନାହିଁ ଯାହା ବିରୁଦ୍ଧେ ପ୍ରଭୁ ଦୋଷାରୋପ, ହୃଦୟ ଯାହାର ପ୍ରବଞ୍ଚନାରୁ ବଞ୍ଚିତ, ସେ ଧନ୍ୟ। କଲି ନାହିଁ ମୁଁ ଯେବେ ମୋର ପାପ ପ୍ରକଟିତ, ତେବେ ସାରା ଦିନ ରୋଦନ ଯୋଗୁଁ ହେଲା ଶରୀର ମୋର କ୍ଷୟ ପ୍ରାପ୍ତ। ହୋଇଥିଲା ଅହରାତ୍ର ହସ୍ତ ତୁମର ଦୁର୍ବହ ଭାବେ ମୋ ଉପରେ ନିପତିତ, ହୁଏ ଯେଉଁପରି ଗ୍ରୀଷ୍ମ କାଳର ଉତ୍ତାପରେ ସଂଗଠିତ, ହେଲା ସେହିପରି ଶକ୍ତି ମୋର ଦଗ୍ଧ। କଲି ମୁଁ ସ୍ୱୀକାର ତୁମ ସନ୍ନିଧାନେ ପାପ ମୋର, କଲି ନାହିଁ ମୁଁ ମୋର ଦୋଷକୁ ଲୁକାୟିତ। କରିବି ମୁଁ ସ୍ୱୀକାର ପ୍ରଭୁଙ୍କ ନିକଟରେ ଦୋଷ ସକଳ ମୋର। ତେବେ ତୁମେ ମୋର ସମସ୍ତ ପାପ ପ୍ରତି କ୍ଷମା ଦେଲ। ସୁତରାଂ ଦୁଃଖ ସମୟେ କରନ୍ତୁ ଈଶ୍ୱର ଭକ୍ତଗଣ ତୁମ ନିକଟରେ ପ୍ରାର୍ଥନା ଉତ୍ସର୍ଗ। ଯଦିଓ ପ୍ରଳୟ ସଦୃଶ ହୁଏ ସଙ୍କଟ ଉଚ୍ଛ୍ୱସିତ, ହେବ ନାହିଁ ତଥାପି ତାହା ସେମାନଙ୍କର ସନ୍ନିକଟ। ଅଟ ତୁମେ ମୋ ଆଶ୍ରୟ ସ୍ଥାନ, କରିଅଛ ତୁମେ ମୋତେ ଦୁଃଖ କଷ୍ଟରୁ ସଂରକ୍ଷଣ, କରିଅଛ ତୁମେ ମୋତେ ପରିତ୍ରାଣରେ ପରିବେଷ୍ଟନ। ଦେବି ମୁଁ ତୁମକୁ ଉପଦେଶ ତଥା ଶିକ୍ଷାଦାନ, କରିବି ମୁଁ ତୁମକୁ ତୁମ ଗନ୍ତବ୍ୟ ପଥ ପ୍ରଦର୍ଶନ। ତୁମ ଉପରେ ଦୃଷ୍ଟି ନିକ୍ଷେପ କରି ଦେବି ମୁଁ ତୁମକୁ ସତ୍ ପରାମର୍ଶ। ହୁଅ ନାହିଁ ଘଟକ କିମ୍ବା ଖଚର ସଦୃଶ ବୁଦ୍ଧିହୀନ, ନ ହେଲେ ବୋଲଗା ତଥା ଲଗାମରେ ନିୟନ୍ତ୍ରିତ ହୁଅନ୍ତି ନାହିଁ ସେମାନେ ତୁମର ଆୟତ୍ତାଧୀନ। ସଂଖ୍ୟାତୀତ ଅଟେ ବେଦନା ଦୁଷ୍ଟମାନଙ୍କର, କିନ୍ତୁ କରେ ଯିଏ ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ କରେ ତାକୁ ନିରନ୍ତର ସ୍ନେହ ବେଷ୍ଟନ। ହେ ନୀତିନିଷ୍ଠ ବ୍ୟକ୍ତିଗଣ, ହୁଅ ପ୍ରଭୁଙ୍କଠାରେ ସନ୍ତୁଷ୍ଟ ତଥା ଆନନ୍ଦିତ ଚିତ୍ତରେ। ହେ ସତ୍ୟପ୍ରିୟ ବ୍ୟକ୍ତିଗଣ, ସାନନ୍ଦେ କର ଚିତ୍କାର। ଅଧ୍ୟାୟ 33। ପ୍ରଶଂସା ସ୍ତୋତ୍ର। ହୁଅ ହେ ନୀତିନିଷ୍ଠ ବ୍ୟକ୍ତିଗଣ ପ୍ରଭୁଙ୍କଠାରେ ଆନନ୍ଦିତ। ଅଟେ ଉଚିତ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ଅଧରରେ ପ୍ରଶଂସା ସ୍ତୋତ୍ର। ସାରଙ୍ଗୀ ବାଦନ ସହ କର ପ୍ରଭୁଙ୍କ ଉଦ୍ଦେଶ୍ୟ ସ୍ତବଗାନ। ଦୋଷ ତାରଯୁକ୍ତ ବୀଣା ଦାଦନ ସହ କର ତାହାଙ୍କ ଉଦ୍ଦେଶ୍ୟ ସୁମଧୁର ଗାନ। କର କୀର୍ତ୍ତନ ପ୍ରଭୁଙ୍କ ଉଦ୍ଦେଶ୍ୟ ଏକ ନୂତନ ଗାନ। କର ଉଚ୍ଚ ସ୍ୱରେ ତାରଯୁକ୍ତ ବାଦ୍ୟଯନ୍ତ୍ର ସହ ଦକ୍ଷତା ପୂର୍ବକ ବାଦନ। ଅଟେ ପ୍ରଭୁଙ୍କର ବଚନ ନୀତିନିଷ୍ଠ, କର୍ମ ସକଳ ତାହାଙ୍କର ବିଶ୍ୱସ୍ତତା ପୂର୍ବକ ସମ୍ପାଦିତ। କରନ୍ତି ସେ ନୀତିନିଷ୍ଠା ତଥା ନ୍ୟାୟକୁ ସ୍ନେହ। ପ୍ରଭୁଙ୍କର ନିରନ୍ତର ସ୍ନେହରେ ପୃଥିବୀ ପରିପୂରିତ। ନଭମଣ୍ଡଳ ପ୍ରଭୁଙ୍କ ବଚନରେ ସୃଷ୍ଟ, ତାହାଙ୍କର ମୁଖ ନିଃସୃତ ଶ୍ୱାସ ବାୟୁରେ ଆକାଶ ବାହିନୀ ସମସ୍ତ ସର୍ଜିତ। ହୁଏ ଯେପରି ପାତ୍ରରେ ଜଳ ସଂଗୃହୀତ,
କଲେ ସେ ସେହିପରି ସମୁଦ୍ର ଜଳ ଏକତ୍ରିତ। ଅଗାଧ କଲେ ସେ ଭଣ୍ଡାର ଘରେ ସଂଗୃହୀତ। କରୁ ସମସ୍ତ ପୃଥିବୀ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। ଭୟଭକ୍ତି ପୂର୍ବକ ହୁଅନ୍ତୁ ସମସ୍ତେ ପୃଥିବୀବାସୀ ତାହାଙ୍କ ସନ୍ନିଧାନେ ଦଣ୍ଡାୟମାନ। କଲେ ସେ କଥନ ଓ ହେଲା ସଂସାର ସୃଷ୍ଟ। ଦେଲେ ସେ ଆଦେଶ ଓ ହେଲା ତାହା ସଂସ୍ଥାପିତ। କରନ୍ତୁ ପ୍ରଭୁ ଜାତି ସମୂହର ଆଲୋଚନା ବ୍ୟର୍ଥ। କରନ୍ତି ସେ ଜନତାର ଯୋଜନା ନିରର୍ଥକ। ଅଟେ ପ୍ରଭୁଙ୍କର ଯୋଜନା ଶାଶ୍ୱତ। ତିଷ୍ଠି ରହେ ବଂଶାନୁକ୍ରମେ ଚିନ୍ତାଧାରା ତାହାଙ୍କର। ଯାହାର ଈଶ୍ୱର ଅଟନ୍ତି ପ୍ରଭୁ ସେହି ଜାତି ଧନ୍ୟ। ତାହାଙ୍କ ଉତ୍ତରାଧିକାର ରୂପେ ତାହାଙ୍କ ଦ୍ୱାରା ମନୋନୀତ ଜନତା ଧନ୍ୟ। କରନ୍ତି ପ୍ରଭୁ ସ୍ୱର୍ଗରୁ ନିମ୍ନକୁ ନିରୀକ୍ଷଣ। କରନ୍ତି ସେ ମନୁଷ୍ୟପୁତ୍ରମାନଙ୍କୁ ଦର୍ଶନ। ଯେଉଁଠି ସେ ସିଂହାସନାସୀନ କରନ୍ତି ସେ ସେଠାରୁ ପୃଥିବୀବାସୀମାନଙ୍କୁ ନିରୀକ୍ଷଣ। କରନ୍ତି ଯିଏ ହୃଦୟ ସେମାନଙ୍କର ରୂପାୟିତ ହୁଏ ତାହାଙ୍କ ଦ୍ୱାରା ସେମାନଙ୍କର କାର୍ଯ୍ୟ ନିରୀକ୍ଷିତ। ହୁଅନ୍ତି ନାହିଁ କୌଣସି ରାଜା ସୈନ୍ୟ ବହୁଳତାରେ ରକ୍ଷାପ୍ରାପ୍ତ। ହୁଏ ନାହିଁ କୌଣସି ଯୋଦ୍ଧା ନିଜ ବିପୁଳ ଶକ୍ତିରେ ମୁକ୍ତ। ଅଟେ ବିଜୟାର୍ଥେ ଯୁଦ୍ଧ ଘଟକ ଉପରେ ସ୍ଥାପିତ ପ୍ରତ୍ୟାଶା ବ୍ୟର୍ଥ। କିମ୍ବା ତାହାର ଅଜସ୍ର ବଳରେ ରକ୍ଷା କରିବା ପାଇଁ ତାହା ଅସମର୍ଥ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। କରନ୍ତି ଯେଉଁମାନେ ତାହାଙ୍କର ନିରନ୍ତର ସ୍ନେହେ ଆସ୍ଥା ସ୍ଥାପନ। କରନ୍ତି ପ୍ରଭୁ ସେମାନଙ୍କ ଉପରେ ଦୃଷ୍ଟିପାତ। କରନ୍ତି ସେ ସେମାନଙ୍କ ପ୍ରାଣକୁ ମୃତ୍ୟୁ ମୁଖରୁ ମୁକ୍ତ। ଦୁର୍ଭିକ୍ଷରେ କରନ୍ତି ସେ ସେମାନଙ୍କୁ ସଞ୍ଜୀବିତ। ପ୍ରଭୁଙ୍କ ପ୍ରତି କରେ ଅପେକ୍ଷା ଆତ୍ମା ଆମର। ଅଟନ୍ତି ସେ ସହାୟ ତଥା ଢାଲ ଆମମାନଙ୍କର। ହୃଦୟ ଆମର ତାହାଙ୍କଠାରେ ଆନନ୍ଦିତ। କାରଣ ତାହାଙ୍କ ପବିତ୍ର ନାମରେ ଆମେ ଶରଣାଗତ। ହେଉ ଆମ ଉପରେ ହେ ପ୍ରଭୁ ତବ ନିରନ୍ତର ସ୍ନେହ ବର୍ଷିତ। କାରଣ ଆସ୍ଥା ଆମର ତୁମଠାରେ ସ୍ଥାପିତ। ଅଧ୍ୟାୟ 34। ପ୍ରଜ୍ଞାନିକ ସାମ। କରିବି ମୁଁ ସର୍ବଦା ପ୍ରଭୁଙ୍କର ସ୍ତୁତିଗାନ। ତାହାଙ୍କର ପ୍ରଶଂସା ସ୍ତୋତ୍ର ମୋ ଅଧରରେ ନିତ୍ୟ ବିଦ୍ୟମାନ। କରେ ପ୍ରଭୁଙ୍କଠାରେ ଆତ୍ମା ମୋର ଗାରିମାବଦ୍ଧ। ଶୁଣି ତାହା ହୁଅନ୍ତୁ ନମ୍ର ଲୋକେ ଆନନ୍ଦିତ। କର ମୋ ଗହଣେ ପ୍ରଭୁଙ୍କୁ ମହିମାନ୍ୱିତ। କରିବା ଆମେ ସମ୍ମିଳିତ ଭାବେ ତାହାଙ୍କର ନାମ ଗୌରବାନ୍ୱିତ। କଲି ମୁଁ ପ୍ରଭୁଙ୍କର ସନ୍ଧାନ ଓ ଦେଲେ ସେ ମୋତେ ଉତ୍ତର। କଲେ ସେ ମୋତେ ସମସ୍ତ ଭୀତିରୁ ଉଦ୍ଧାର। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଦୃଷ୍ଟିପାତ। ହୁଅନ୍ତି ସେମାନେ ଦୀପ୍ତିମନ୍ତ। ହୁଅନ୍ତି ନାହିଁ ସେମାନେ କଦାପି ଲଜ୍ଜିତ। କଲା ଏହି ବିନୀତ ବ୍ୟକ୍ତି କ୍ରନ୍ଦନ ଓ ହେଲେ ପ୍ରଭୁ ତା ପ୍ରତି ମନୋଯୋଗୀ। କଲେ ସେ ପ୍ରଦାନ ତାକୁ ସମସ୍ତ ଦୁର୍ଦ୍ଦଶାରୁ ମୋଚନ। କରନ୍ତି ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। ପକାନ୍ତି ଦେବଦୂତ ସେମାନଙ୍କ ଚତୁଃପାର୍ଶ୍ୱେ ଛାଉଣି। ପ୍ରଦାନ କରନ୍ତି ସେ ସେମାନଙ୍କୁ ମୋଚନ। ପ୍ରଭୁ ଯେ କେତେ ମଙ୍ଗଳମୟ ଓ ଆସ୍ୱାଦନ ପୂର୍ବକ ଏହା ଅବଗତ। ଯିଏ ତାହାଙ୍କଠାରେ ଶରଣାଗତ ସେ ଧନ୍ୟ। ପ୍ରଭୁଙ୍କର ହେ ସନ୍ଥ ଜନ କର ତୁମେମାନେ ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। କରନ୍ତି ଯେଉଁମାନେ ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ। ହେବ ନାହିଁ କୌଣସି ଅଭାବ ସେମାନଙ୍କର। ପ୍ରାପ୍ତ ନ ହୋଇ ଶିକାର ହୁଅନ୍ତି ଯୁବା ସିଂହଗଣ କ୍ଷୁଧାର୍ତ। କିନ୍ତୁ କରନ୍ତି ଯେଉଁମାନେ ପ୍ରଭୁଙ୍କର ଅନ୍ୱେଷଣ ହୁଏ ନାହିଁ ସେମାନଙ୍କର କୌଣସି ଅଭାବ। ହେ ବତ୍ସଗଣ
ଆସ ଓ କର ମୋ ବାକ୍ୟ ପ୍ରତି କର୍ଣ୍ଣପାତ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ସମ୍ବନ୍ଧେ ଦେବି ମୁଁ ତୁମମାନଙ୍କୁ ଶିକ୍ଷା ଉପଦେଶ। ଯିଏ ଜୀବନ ପାଇଁ ଆଗ୍ରହାନ୍ୱିତ ଓ ମଙ୍ଗଳ ବିଷୟ ସବୁର ଉପଭୋଗ ନିମନ୍ତେ ଲାଳାୟିତ, କିଏ ବା ସେପରି ମନୁଷ୍ୟ? ହେଉ ଜିହ୍ୱା ତୁମର ଅନିଷ୍ଟ କାର୍ଯ୍ୟରୁ ଦୂରୀଭୂତ, ହେଉ ଅଧର ତୁମର ପ୍ରବଞ୍ଚନାତ୍ମକ କଥାରୁ ବଞ୍ଚିତ। ଦୂରେଇ ଯାଇ ଅନିଷ୍ଟରୁ କର ସତ୍କର୍ମ ସାଧନ, ଶାନ୍ତିର ସନ୍ଧାନ କରି କର ତାହାର ପଶ୍ଚାତ ଧାବନ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପ୍ରତି କରନ୍ତି ପ୍ରଭୁ ଦୃଷ୍ଟିପାତ, କରନ୍ତି ସେ ସେମାନଙ୍କୁ ଶ୍ରବଣ। କରିବେ ଯେପରି ପ୍ରଭୁ ଦୁଷ୍କର୍ମୀମାନଙ୍କ ପ୍ରତି ଉଚ୍ଛେଦ, ତନ୍ନିମନ୍ତେ କରନ୍ତି ସେ ତାହାଙ୍କ ମୁଖକୁ ସେମାନଙ୍କ ଅଭିମୁଖେ ଘୂରିତ। ସାହାଯ୍ୟାର୍ଥେ କରନ୍ତି ଯେବେ କ୍ରନ୍ଦନ ନୀତିନିଷ୍ଠ ବ୍ୟକ୍ତିଗଣ, କରନ୍ତି ତେବେ ସେ ସେମାନଙ୍କୁ ଶ୍ରବଣ, କରନ୍ତି ପ୍ରଦାନ ସେ ସେମାନଙ୍କୁ ସର୍ବବିଧ କ୍ଲେଶରୁ ମୋଚନ। ହୁଅନ୍ତୁ ପ୍ରଭୁ ସମୀପବର୍ତ୍ତୀ ଭଗ୍ନ ହୃଦୟ ବ୍ୟକ୍ତିମାନଙ୍କର, କରନ୍ତି ସେ ସନ୍ତପ୍ତ ମନା ବ୍ୟକ୍ତିମାନଙ୍କୁ ମୁକ୍ତ। ଅଟେ ନୀତିନିଷ୍ଠ ବ୍ୟକ୍ତିର ଯାତନା ଅନେକ, କିନ୍ତୁ କରନ୍ତି ପ୍ରଭୁ ତାକୁ ସେ ସମସ୍ତରୁ ମୁକ୍ତ। କରନ୍ତି ସେ ତାର ଅସ୍ଥି ସକଳକୁ ସଂରକ୍ଷଣ, ହୁଏ ନାହିଁ ତନ୍ମଧ୍ୟରୁ ଗୋଟିଏ ସୁଦ୍ଧା ଭଗ୍ନ। କରିବ ଅନିଷ୍ଟ ଦୁଷ୍ଟକୁ ସଂହାର, ହେବେ ନୀତିନିଷ୍ଠ ବ୍ୟକ୍ତିମାନଙ୍କର ବିଦେଶୀମାନେ ଦଣ୍ଡିତ। କରନ୍ତି ପ୍ରଭୁ ତାହାଙ୍କ ଦାସମାନଙ୍କ ଜୀବନକୁ ରକ୍ଷା, ଯେଉଁମାନେ ତାହାଙ୍କଠାରେ ଶରଣାଗତ, ହେବେ ନାହିଁ ସେମାନେ କଦାପି ଦଣ୍ଡିତ। ଅଧ୍ୟାୟ 35। ହେ ପ୍ରଭୁ, କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ଦୋଷାରୋପ, କର ତୁମେ ସେମାନଙ୍କ ବିପକ୍ଷେ ଦୋଷାରୋପ। କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ସଂଗ୍ରାମ, କର ତୁମେ ସେମାନଙ୍କ ବିପକ୍ଷେ ସଂଗ୍ରାମ। ଢାଲ ତଥା କବଚ ପରିହିତ ହୋଇ ହୁଅ ଉତ୍ଥିତ ମୋତେ ସାହାଯ୍ୟ କରିବା ପାଇଁ। ରଖ ମୋର ପଶ୍ଚାଧାବନକାରୀମାନଙ୍କୁ ବର୍ଚ୍ଛା ତଥା ଶୂଳରେ ସ୍ଥଗିତ। କୁହ ମୋ ଆତ୍ମାକୁ, ଅଟେ ମୁଁ ପରିତ୍ରାଣ ତୁମର। କରନ୍ତି ଯେଉଁମାନେ ମୋ ଜୀବନର ବିନାଶାର୍ଥେ ସନ୍ଧାନ, ହୁଅନ୍ତୁ ସେମାନେ ଲଜ୍ଜିତ ତଥା ଅପମାନିତ। କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ଅନିଷ୍ଟ ଆୟୋଜନ, ହୁଅନ୍ତୁ ପଶ୍ଚାଦପଦ ସେମାନେ ହୋଇ ବିଭ୍ରାନ୍ତ। ବାୟୁ ଦ୍ୱାରା ପ୍ରବାହିତ ଅଗାଡ଼ି ସଦୃଶ ହୁଅନ୍ତୁ ସେମାନେ, ହୁଅନ୍ତୁ ବିତାଡ଼ିତ ଦେବଦୂତଙ୍କ ଦ୍ୱାରା ସେମାନେ। ହେ ପଥ ସେମାନଙ୍କର ତମସାବୃତ ତଥା ପିଚ୍ଛିଳ, କରନ୍ତୁ ଦେବଦୂତ ସେମାନଙ୍କ ପଶ୍ଚାଦ୍ଧାବନ। ବିଛାଇଲେ ସେମାନେ ଜାଲ ଅକାରଣରେ ମୋ ନିମନ୍ତେ, ଖୋଳିଲେ ସେମାନେ ଗର୍ତ୍ତ ଅକାରଣେ ମୋ ଜୀବନ ବିରୁଦ୍ଧେ। ହେଉ ବିନାଶ ସେମାନଙ୍କ ପ୍ରତି ଆକସ୍ମିକ ଭାବେ ସଂଗଠିତ, ପାତିଲେ ସେମାନେ ଯେଉଁ ଜାଲ, ହୁଅନ୍ତୁ ସେଥିରେ ସେମାନେ ନିଜେ ଆବଦ୍ଧ। ହୁଅନ୍ତୁ ସେହି ସର୍ବନାଶ ମଧ୍ୟେ ସେମାନେ ନିପତିତ। ହେବି ମୁଁ ସେ ସମୟେ ପ୍ରଭୁଙ୍କଠାରେ ଆନନ୍ଦିତ, ହେବି ମୁଁ ପ୍ରଭୁଙ୍କ ପରିତ୍ରାଣରେ ଉଲ୍ଲସିତ। ଅସ୍ଥି ସକଳ ମୋର କରିବ ବିଜ୍ଞାପନ, ହେ ପ୍ରଭୁ, ଅନ୍ୟ କିଏ ବା ତୁମ ସଦୃଶ୍ୟ? ଯେ ଦୁର୍ବଳ ତାକୁ ଶକ୍ତିଶାଳୀର ହସ୍ତରୁ ଓ ଯେଉଁମାନେ ଦୁର୍ବଳ ତଥା ନିର୍ଧନ, ସେମାନଙ୍କୁ ସେମାନଙ୍କ ଲୁଣ୍ଠନକାରୀର ହସ୍ତରୁ କରିଅଛ ତୁମେ ଉଦ୍ଧାର। ହୁଅନ୍ତି ବିଦେଶୀ ସାକ୍ଷୀଗଣ ଦଣ୍ଡାୟମାନ, କରନ୍ତି ସେମାନେ ମୋ ପ୍ରତି ଅଜ୍ଞ ବିଷୟ ସମ୍ବନ୍ଧେ ପ୍ରସନ୍ନ। କରନ୍ତି ସେମାନେ ମଙ୍ଗଳ ବିନିମୟେ ଅମଙ୍ଗଳ ପରିଶୋଧ, ହୁଏ ଆତ୍ମା ମୋର ଅସହାୟ। କିନ୍ତୁ ହେଲେ ସେମାନେ ଯେବେ ରୋଗ ପ୍ରପୀଡ଼ିତ, ହେଲି ମୁଁ ତେବେ ଚଟବସ୍ତ୍ର ପରିହିତ। ଉପବାସ ପୂର୍ବକ ହେଲି ମୁଁ ଦୁଃଖିତ, କଲି ମୁଁ ପ୍ରାର୍ଥନା କରି ନତମସ୍ତକ ନତ।
ବନ୍ଧୁ କିମ୍ବା ଭ୍ରାତାର ସ୍ମରଣାର୍ଥେ ସନ୍ତପ୍ତ ବ୍ୟକ୍ତି ତୁଲ୍ୟ। କଲି ମୁଁ ପ୍ରାର୍ଥନା କରେ ଯିଏ ମା ତାର ସ୍ମରଣାର୍ଥେ ବିଳାପ, ସେହିପରି ଶୋକରେ ରୋଦନ କରି କଲି ମୁଁ ପରିଭ୍ରମଣ। କିନ୍ତୁ ପତନ ମୋର ଦେଖି ହେଲେ ସେମାନେ ସମ୍ମିଳିତ ଭାବେ ଆନନ୍ଦିତ, ମୋ ବିରୁଦ୍ଧେ ହେଲେ ସେମାନେ ଏକତ୍ରିତ। ମୋ ପାଇଁ ଅପରିଚିତ ଛୋଟା ବ୍ୟକ୍ତିଗଣ କଲେ ମୋ ବିରୁଦ୍ଧେ କୁତ୍ସା ରଟନା ଅନବରତ। ମୋ ବିପକ୍ଷେ କଲେ ସେମାନେ ଅଧିକରୁ ଅଧିକ ଉପହାସ, ମୋ ବିରୁଦ୍ଧେ କଲେ ସେମାନେ ଦନ୍ତ ଘର୍ଷଣ। ହେ ପ୍ରଭୁ, ରହିବ ତୁମେ ଚାହିଁ କେତେ କାଳ ଏହା? କର ମୋତେ ସେମାନଙ୍କ ଆକ୍ରମଣରୁ ରକ୍ଷା, କର ଏହି ସିଂହମାନଙ୍କଠାରୁ ମୋ ଜୀବନ ରକ୍ଷା। କରିବି ତେବେ ମହାଜନମଣ୍ଡଳୀରେ ତୁମ ଉଦ୍ଦେଶ୍ୟରେ କୃତଜ୍ଞତା ଅର୍ପଣ, ଜନସମାରୋହରେ କରିବି ମୁଁ ତୁମର ସ୍ତବ ଗାନ। ଯେଉଁମାନେ ଅନ୍ୟାୟରେ ମୋ ଶତ୍ରୁ, ଦିଅ ନାହିଁ ଆନନ୍ଦ କରିବାକୁ ମୋ ସମ୍ବନ୍ଧେ ସେମାନଙ୍କୁ। କରନ୍ତି ଯେଉଁମାନେ ଅକାରଣେ ମୋତେ ବିଦ୍ୱେଷ, ସେମାନଙ୍କୁ ମୋ ପ୍ରତି ଆଖିରେ ଇସାରା ଦେବାକୁ ନ ଦିଅ। କରନ୍ତି ନାହିଁ ସେମାନେ ଶାନ୍ତି ସମ୍ବନ୍ଧେ କଥନ, ବରଂ କରନ୍ତି ସେମାନେ ଶାନ୍ତ ଲୋକଙ୍କ ବିରୁଦ୍ଧେ ପ୍ରବଞ୍ଚନାତ୍ମକ ନିରୂପଣ। କରନ୍ତି ସେମାନେ ମୋ ଅଭିମୁଖେ ସେମାନଙ୍କ ମୁଖ ଉନ୍ମୁକ୍ତ, କହନ୍ତି ସେମାନେ ପାଇଅଛୁ ଆମେ ପ୍ରତ୍ୟକ୍ଷ ଭାବେ ତାହାର ଦର୍ଶନ। କରିଅଛ ହେ ପ୍ରଭୁ ତୁମେ ନିରୀକ୍ଷଣ, ହୁଅ ନାହିଁ ତୁମେ ନୀରବ। ହେ ପ୍ରଭୁ, ସୁଦୂରବର୍ତ୍ତୀ ତୁମେ ନ ହୁଅ। ପ୍ରଭୁ ହେ ଈଶ୍ୱର ମୋର, ମୋ ସପକ୍ଷେ ବିଚାର କରିବା ପାଇଁ ଜାଗି ଉଠ। ହୁଅ ଉତ୍ଥିତ ମୋ ନିମନ୍ତେ କରି ମୋ ପକ୍ଷେ ସମର୍ଥନ। ପ୍ରଭୁ ହେ ମୋର ଈଶ୍ୱର, ତୁମ ନୀତିନିଷ୍ଠା ମୁତାବକ କର ମୋ ପ୍ରତି ନ୍ୟାୟ ବିଚାର। ଦିଅ ନାହିଁ ସେମାନଙ୍କୁ ମୋ ସମ୍ବନ୍ଧେ ଆନନ୍ଦିତ ହେବାକୁ ସୁଯୋଗ। ନ କହନ୍ତୁ ସେମାନେ ହୋଇଛି ସାଧିତ ଆମ ମନସ୍କାମନା, ନ କୁହନ୍ତୁ ସେମାନେ କଲୁ ଆମେ ତାକୁ ଗ୍ରାସ। ହୁଅନ୍ତୁ ଯେଉଁମାନେ ମୋ ଦୁର୍ଗତିରେ ଆନନ୍ଦିତ, ହୁଅନ୍ତୁ ଲଜ୍ଜାର ସହ ସେମାନେ ବିଭ୍ରାନ୍ତ। କରନ୍ତି ଯେଉଁମାନେ ମୋ ବିରୁଦ୍ଧେ ନିଜ ନିଜକୁ ଅହଂକୃତ, ହୁଅନ୍ତୁ ସେମାନେ ଲଜ୍ଜା ତଥା ଅପମାନ ପରିହିତ। ମୋର ପକ୍ଷ ସମର୍ଥନ ପାଇଁ ଯେଉଁମାନେ ଆଗ୍ରହାନ୍ୱିତ, କରନ୍ତୁ ସେମାନେ ଆନନ୍ଦ ତଥା ସନ୍ତୋଷ ଧ୍ୱନି ମୁଖରିତ। କୁହନ୍ତୁ ସେମାନେ ସର୍ବଦା, କରନ୍ତି ଯିଏ ତାହାଙ୍କ ଦାସର କୁଶଳରେ ଆନନ୍ଦ ପ୍ରକାଶ, ଅଟନ୍ତି ସେହି ପ୍ରଭୁ ମହାନ। କରିବ ଜିହ୍ୱା ମୋର ତେବେ ଦିନ ତମାମ ତୁମର ନୀତିନିଷ୍ଠା ତଥା ସ୍ତବ ଗାନ ବିଜ୍ଞାପନ।